ଚାରିଧାନ ପୋଦାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘର ପାରମ୍ପରିକ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ, ଉପସଭାପତି ବଟକୃଷ୍ଣ ସାହୁ, ସମ୍ପାଦକ ସୁରେନ୍ଦ୍ରନାଥ ସାହୁ, ଯୁଗ ସମ୍ପାଦକ ଭାଗ୍ୟଧର ସାହୁଙ୍କ ସହିତ ସଂଘର ବରିଷ୍ଠ ନେତୃବୃନ୍ଦ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସଭାରେ ବାର୍ଷିକ ସାମାଜିକ ସେବା, ଜାତିଗତ ସେବା, ବାର୍ଷିକ ଆୟବ୍ୟୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ପରିଶେଷରେ ବର୍ତ୍ତମାନ ବଜାରର ସ୍ୱର୍ଣ୍ଣ ଓ ରୌପ୍ୟ ଦାରଦାମ ବୃଦ୍ଧି ହେତୁ ବ୍ୟବସାୟରେ ବାଧାପ୍ରାପ୍ତ ହେଉଛି। ଓଡ଼ିଶାର ସ୍ୱର୍ଣ୍ଣ ରୌପ୍ୟ କାରିଗରୀ ସଂସ୍ଥା ଲୋପ ପାଇବାକୁ ବସିଲାଣି। ସରକାର ବାହାର ରାଜ୍ୟରୁ ମେସିନ୍ ଦ୍ୱାରା ଗହଣା କାର୍ଯ୍ୟ କରାଇ ବ୍ୟବସାୟରେ ବିନିଯୋଗ କରାଉଛନ୍ତି। ଏଣୁ ଉକ୍ତ ସଭାରେ ଆଗାମୀ ଦିନରେ ପୋଦାର ବୈଶ୍ୟ କାରିଗରମାନଙ୍କୁ କିଭଳି ଭାବେ ସରକାରଙ୍କ ତରଫରୁ ଉନ୍ନତମାନର ପ୍ରଶିକ୍ଷଣ ଯୋଗାଇ ଦିଆଯିବ, ବଣିକ କୂଳର କୂଳବେଶକୁ ଉଜ୍ଜୀବିତ ରଖାଯାଇ ପାରିବ, ସଂଘର ସଭାପତି କୈଳାସ ଚନ୍ଦ୍ର ସାହୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ। ଏନେଇ ଆଗାମୀ ଦିନରେ ସଂଘ ପକ୍ଷରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀଙ୍କୁ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଅବଗତ କରାଯିବ ବୋଲି ଆଲୋଚନା ହୋଇଥିଲା। ସଂଘ ତରଫରୁ ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ପରିଶେଷରେ ସଭା ସାଙ୍ଗ କରାଯାଇଥିଲା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ସୁରେନ୍ଦ୍ରନାଥ ସାହୁ, ଚାରିଥର ପୋଦାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘ ଜଗତସିଂହପୁର ସମ୍ପାଦକ। ଆମର ଆଜିର ଥିଲା ଗୋଟିଏ ଆୟବ୍ୟୟର ସମୀକ୍ଷା ବୈଠକ, ଯାହା ଜାତିର ଅଗ୍ରଗତି ପାଇଁ ଆମର ବହୁତ କିଛି ଆଲୋଚନା କରାଗଲା। ସେଥିରୁ ନିର୍ଦ୍ଦେଶ ମିଳିଲା ଯେ ଆମର ଯେଉଁ ସମସ୍ତ ପ୍ରକାର ଅଛନ୍ତି ସ୍ୱର୍ଣ୍ଣକାର ଭାଇମାନେ, ଯେଉଁମାନେ ବର୍ତ୍ତମାନ ମାନେ କାରିଗରୀ କାର୍ଯ୍ୟ କରି ଚଳୁଥିଲେ, ଏବେ ତା'ର ବିପର୍ଯ୍ୟୟରେ ପରିଣତ ହୋଇଛି। ଯାହାକି ସରକାରଙ୍କ ଯେଉଁ ମେସିନର କାରିଗର କାମ ଆସୁଛି ବଜାରକୁ, ତାହା କାରିଗରମାନଙ୍କ ପାଇଁ ବଡ଼ ଦୁଃଖଦାୟକ ହେଉଛି। ତେଣୁ ସରକାର ଏଥିପ୍ରତି ମାନେ ଦୃଷ୍ଟି ଦେବାକୁ ଆମେ ସମସ୍ତ ନିବେଦନ କରୁଛୁ। ଯାହାକି ଆମେ ଆଗକୁ ଯାଇ ଜିଲ୍ଲାର ଆମର ଜିଲ୍ଲା କିମ୍ବା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀମାନଙ୍କରେ ଯାଇକି ଆମର ଦାବି ଉପସ୍ଥାପନ ଆମେ ସିଦ୍ଧାନ୍ତ କରୁ। ଆଜି ଆମର ବାର୍ଷିକ ଯେକୌଣସି ସଂଘର କାର୍ଯ୍ୟକାରୀ କରାଯାଏ ଏବଂ ଯେଉଁ ଆୟବ୍ୟୟର ସମୀକ୍ଷା ବୈଠକ ପ୍ରତିବର୍ଷ ଭଳି ଆଜି ଆମର ଏଠାରେ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ସଂଘର କର୍ମକର୍ତ୍ତା ଏବଂ ଆମର ଜାତିର ସର୍ଦ୍ଦାର ଥାନପତିମାନେ ଏବଂ ଅନ୍ୟାନ୍ୟ ସବୁ କର୍ମୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଆମର ବାର୍ଷିକର ଯେକୌଣସି କାର୍ଯ୍ୟ ହୋଇଥିଲା ଏବଂ ଆୟବ୍ୟୟର ସମୀକ୍ଷା କରାଯାଇଥିଲା। ଏହି ସଂଘର ନିଷ୍ପତ୍ତି ଅନୁସାରେ ଆଜି ଆମର ଯେଉଁ ସ୍ୱର୍ଣ୍ଣକାର ସଂଘ, ସ୍ୱର୍ଣ୍ଣକାର ଭାଇମାନେ ଯେଉଁ ପ୍ରକାର ଅବସ୍ଥା ଭିତରେ ଅଛନ୍ତି, କାରଣ ଅବହେଳିତ ଅବସ୍ଥାରେ ଅଛନ୍ତି, କାରଣ ଆମର ଯେଉଁ କାରିଗର ଭାଇମାନେ ଆଧୁନିକ ପ୍ରଣାଳୀର କାରିଗରୀ କାମ ସୁନା କିମ୍ବା ରୂପାରେ ଶିଖିପାରିନାହାନ୍ତି। ତା'ର ଏକମାତ୍ର କାରଣ ହେଉଛି ବର୍ତ୍ତମାନ ବାହାରୁ ଯେଉଁ ସୁନା ରୂପାର କାମ ଆସୁଛି, ସେ କେବଳ ଯେଉଁମାନେ ସୋରୁମ୍ କରିଛନ୍ତି ସେହି ସୋରୁମ୍ରେ ବିକ୍ରୟ କରାଯାଉଛି, କିନ୍ତୁ କାରିଗରମାନେ ଆଜି ଅବହେଳିତ ଅବସ୍ଥାରେ ଅଛି। ତେଣୁ ଆମ ସଂଘର ନିଷ୍ପତ୍ତି ହେଲା ଯେ ଆମେ ଏକ ପ୍ରତିନିଧି ଦଳ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମର ଏହି ସମସ୍ୟା ବିଷୟରେ କହି ଯେଉଁ ସ୍ୱର୍ଣ୍ଣକାର କାରିଗରମାନେ ଅଛନ୍ତି ସେମାନଙ୍କୁ ଆଧୁନିକ ଧରଣର ପ୍ରଣାଳୀର ସୁନା ଏବଂ ରୂପାର କାର୍ଯ୍ୟଶୈଳୀ ପ୍ରଶିକ୍ଷଣ ଦେବା ପାଇଁ ଆମେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦେଖା କରି ଏହାର ସୁବ୍ୟବସ୍ଥା ପାଇଁ ଆମ ସଂଘ ତରଫରୁ ଆଜି ନିଷ୍ପତ୍ତି ନିଆଯାଇଛି। ଟ୍ୱିନ୍ ସିଟିରୁ ପ୍ରଦୀପ୍ତ ମହାରାଣାଙ୍କ ରିପୋର୍ଟ, ଏନ୍ ଓଡ଼ିଶା।